ନମସ୍କାର। ଆଜି ମଙ୍ଗଳବାର ମାର୍ଚ୍ଚ 10 ତାରିଖର ଶୁଣିବା ରାଶିଫଳ। ମେଷ। ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ୱାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା, ଅର୍ଥନୈତିକ ଆଲୋଚନା, ମନୋରଞ୍ଜନ କାର୍ଯ୍ୟକ୍ରମ ଆଦି ଗଡ଼ବଡ଼ ହୋଇପାରେ। ଅଶ୍ୱିନୀ ନକ୍ଷତ୍ର ସକାଶେ ପୂର୍ବା ବିବାଦକୁ କେନ୍ଦ୍ର କରି ନିଜ ଲୋକଙ୍କ ନିକଟରୁ ଆସ୍ଥା ହରାଇବାକୁ ପଡ଼ିପାରେ। ବୃଷ। ସ୍ୱାର୍ଥ ସାଧନର ନୈରାଶ୍ୟରେ ଅତି ବିଶ୍ୱସ୍ତ ଲୋକଟି ବିପକ୍ଷରେ ଯାଇପାରେ। ଆନୁଷ୍ଠାନିକ କାର୍ଯ୍ୟ ହାସଲ ପରିପ୍ରେକ୍ଷୀରେ ଅନ୍ୟମାନଙ୍କୁ ମନେଇବାକୁ ଚେଷ୍ଟା କରି କିଛି ମାତ୍ରାରେ ସଫଳ ହେବେ। କୃତ୍ତିକା ନକ୍ଷତ୍ରର ମାଙ୍ଗଳିକ କାମ ସକାଶେ କୌଣସି ବିଳାସ ସାମଗ୍ରୀ କ୍ରୟ ବିକ୍ରୟ କରିବା ସକାଶେ ଘରୁ ବରାଦ ଆସିପାରେ। ମିଥୁନ। ଆଜି ବନ୍ଧୁମାନଙ୍କ ଦ୍ୱାରା ସଭାସମିତି, ବନ୍ଧୁ ସମ୍ପର୍କ, ପାରିବାରିକ ସୌହାର୍ଦ୍ଦ୍ୟ ଅକ୍ଷୁଣ୍ଣ ରହିବ। କିନ୍ତୁ ଆର୍ଦ୍ରା ନକ୍ଷତ୍ର ସକାଶେ କେତେକ ପ୍ରତିବନ୍ଧକ ଜନିତ ଅଟକି ରହିଥିବା କାମ ସକାଶେ ଅନୁତାପ କରିପାରନ୍ତି। ଆଗାମୀ ମାଙ୍ଗଳିକ କର୍ମ ସକାଶେ ଘର ସାଜସଜ୍ଜା ସାଙ୍ଗକୁ ବକେୟା କର୍ମ ସମାପନ ସକାଶେ ବ୍ୟସ୍ତତା ପ୍ରକାଶ କରିବେ। କର୍କଟ। ଆପଣଙ୍କ କାମରେ ଚିନ୍ତାଧାରାରେ ଅନୁକୂଳ ବାତାବରଣ ସୃଷ୍ଟିରୁ ମନ ପ୍ରଫୁଲ୍ଲ ରହିବ। ଯେପରି ଭାବୁଛନ୍ତି ତାହା ହିଁ ହେବ। କିନ୍ତୁ ପରିଣତ ସମୟକୁ ଅପେକ୍ଷା କରିବାକୁ ପଡ଼ିପାରେ। ଅଶ୍ଳେଷା ନକ୍ଷତ୍ର ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ କାମ କରିପାରନ୍ତି। ବିରକ୍ତି ପ୍ରକାଶ କଲେ ଆନୁଷ୍ଠାନିକ କାମରେ ସମସ୍ୟା ଆସିପାରେ। ସିଂହ। ମାଙ୍ଗଳିକ କାମ ବନ୍ଧୁଙ୍କ ସହାୟତାରେ ହାସଲ ସକାଶେ ଆଲୋଚନା କରିପାରନ୍ତି। ପାରିବାରିକ ସମସ୍ୟାର ସମାଧାନ ସକାଶେ ଚେଷ୍ଟା ବ୍ୟର୍ଥ ହେବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ। ମଘା ନକ୍ଷତ୍ରର ଜମିଜମା କିଣାବିକା ବାବଦରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହେବା ସୂଚନା ରହିଛି। କନ୍ୟା। ବହୁଦିନ ହେଲା ଯାହା ପାଇବା ସକାଶେ ଆଶା ବାନ୍ଧି ବସିଛନ୍ତି ତାହା ନିଶ୍ଚିତ ପାଇବେ। ଉତ୍ତର ଫାଲ୍ଗୁନୀ ନକ୍ଷତ୍ରର ବିବାଦୀୟ ପରିସ୍ଥିତି ଜଟିଳକାର ଗ୍ରହଣ କରିବା ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି କଳହ ଲାଗି ରହିବା ସମ୍ଭାବନା ମନରେ ଅଶାନ୍ତି ସୃଷ୍ଟି ହୋଇପାରେ। ତୁଳା। ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ କାର୍ଯ୍ୟସିଦ୍ଧି, ଆଶା କରୁଥିବା ଦିଗରୁ ଅର୍ଥ ଓ ବିବାଦର ସମାଧାନ ହୋଇପାରିବ। ନୂତନ ଭାବରେ ଯେଉଁ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି ତାହା ନିର୍ବିଘ୍ନରେ ସମାପନ ହୋଇଯିବା ଆଶା ରହିଛି। ବିଶେଷ ଭ୍ରମଣ କାରଣରୁ ସାମୟିକ ଭାବରେ ଶାରୀରିକ ଅସ୍ୱସ୍ତି ଅନୁଭବ କରିପାରନ୍ତି। ବିଛା। ଆଜି ଆତ୍ମୀୟଙ୍କ ସହାୟତାରେ କର୍ମାରମ୍ଭ, ଦୂର ଯାତ୍ରା ପାଇଁ ପ୍ରସ୍ତୁତି ହୋଇପାରନ୍ତି। ମନକୁ ପାଇଲା ଭଳି ଆଲୋଚନା କାହା ସହ ମଧ୍ୟ ହୋଇପାରିବ ନାହିଁ। ଜ୍ୟେଷ୍ଠ ନକ୍ଷତ୍ରର କେତେକ କ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ପ୍ରଶାସନ, ଯାନବାହନ ନିର୍ମାଣ, ସାହିତ୍ୟ ଓ କ୍ରୀଡ଼ା ପ୍ରଭୃତିରୁ ସୁଫଳ ପାଇବେ। ଧନୁ। ଦୈହିକ ସୁସ୍ଥତା ସାଙ୍ଗକୁ ପାରିବାରିକ ଶାନ୍ତି ଯୋଗୁଁ ଆଶ୍ୱସ୍ତି ଅନୁଭବ କରିବେ। ସଭାସମିତି, ଆନୁଷ୍ଠାନିକ କାମ ଓ ଗବେଷଣାଦି କାର୍ଯ୍ୟରେ ଆଶାନୁଯାୟୀ ଫଳ ପାଇବେ। ସାମାଜିକ ସ୍ତରରେ ଉତ୍ତରାଷାଢ଼ ନକ୍ଷତ୍ର ସକାଶେ ନିଜର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ଆଜି ବନ୍ଧୁଙ୍କ ପ୍ରାୟୋଜିତ ମନୋରଞ୍ଜନ କାର୍ଯ୍ୟରେ ମଜ୍ଜି ରହିବେ। ମକର। ଶୁକ୍ରଙ୍କ ପ୍ରଭାବରୁ ମନରେ ପ୍ରଫୁଲ୍ଲତା, ଚନ୍ଦ୍ର ଓ ମଙ୍ଗଳ ନୂତନ ବନ୍ଧୁତ୍ୱ ସାଙ୍ଗକୁ
କାର୍ଯ୍ୟ ସାଧନର ହେତୁ ସ୍ୱରୂପ ହୋଇପାରନ୍ତି। ନିଜ ପାଖରେ ରହୁଥିବା କୌଣସି ବ୍ୟକ୍ତି ଦ୍ୱାରା କାମ ହାସଲ କରିପାରନ୍ତି। ଶ୍ରବଣା ନକ୍ଷତ୍ର ଜମିଜମା କ୍ରୟ ବିକ୍ରୟ, ଯାନବାହନ ଆଦି ମରାମତି ଓ ମାଙ୍ଗଳିକ କାମର ପ୍ରସ୍ତୁତି ପାଇଁ ଚିନ୍ତିତ ରହିପାରନ୍ତି। କୁମ୍ଭ ବନ୍ଧୁଗଣରେ ଅପ୍ରିୟ ସତ୍ୟ ଭାଷଣ ଅଯଥା ସୁସମ୍ପର୍କ ନଷ୍ଟ ହେବା କାରଣ ହୋଇପାରେ। ପୂର୍ବାଭାଦ୍ରବ ନକ୍ଷତ୍ର ପରିବାରର ଖର୍ଚ୍ଚ ବୃଦ୍ଧି ପାଇବାରୁ ଚିନ୍ତା ପ୍ରକଟ କରିବେ। ବିଭିନ୍ନ ସମସ୍ୟାମୂଳକ କାମରେ ପ୍ରବେଶ କରି ବ୍ୟସ୍ତତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ମୀନ ଆଜି ରେବତୀ ନକ୍ଷତ୍ରର କର୍ମକ୍ଷେତ୍ରରେ ବାଧାବିଘ୍ନ ଓ ପ୍ରତିବନ୍ଧକ ଆଦି ରହିବ ନାହିଁ। ତଥାପି ପରିବାର, ଲୋକ ସମ୍ପର୍କ, ଯାନବାହନ ପ୍ରଭୃତିରେ ସତର୍କତା ରହିବା ଭଲ। କୌଣସି ଭୁଲ ନ କରି ମଧ୍ୟ ଦୋଷାରୋପ ଆସିପାରେ। ବାଣିଜ୍ୟ, ପରିବହନ ଓ ଆନୁଷ୍ଠାନିକ କାମରେ ସଫଳତା ପାଇପାରିବେ। ନମସ୍କାର। ଜୟ ଜଗନ୍ନାଥ।